ତ ସୁଭଦ୍ରା ଯୋଜନା ସମସ୍ତଙ୍କ ପାଇଁ ବହୁତ ବଡ଼ ଖୁସିର ଖବର। ଜାନୁଆରୀ ମାସ ଏହି 22 ତାରିଖରେ ସୁଭଦ୍ରା ଟଙ୍କା ଆସିବା ପାଇଁ ଯାଉଛି। ସୁଭଦ୍ରା ଯୋଜନା ଅଧୀନରେ ଆର୍ଥିକ ସହାୟତା ଜାନୁଆରୀ 22 ତାରିଖରେ ନୂତନ ପଞ୍ଜୀକୃତ ହିତାଧିକାରୀମାନଙ୍କୁ ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ତ କୋଉମାନେ ପଇସା ପାଇବେ ନା ଯୋଉମାନେ ନୂତନ ଭାବରେ ପଞ୍ଜୀକରଣ କରିଛନ୍ତି ସେଇମାନେ ହିଁ ପଇସା ପାଇବେ। ଆଉ ଯୋଉମାନେ ପାଇନାହାନ୍ତି, ଗୋଟେ କିସ୍ତି ପାଇଛନ୍ତି ତାପରେ ପାଇନାହାନ୍ତି, ସେମାନେ ମଧ୍ୟ ପାଇବାର ସମ୍ଭାବନା ଅଛି, କିନ୍ତୁ କନଫର୍ମ ଭାବରେ ଯୋଉମାନେ ନୂଆ ପକେଇଛନ୍ତି ସେଇମାନେ ଏଇ 22 ତାରିଖରେ ଟଙ୍କା ପାଇବେ ବୋଲି ସୂଚନା ଦେଇଛନ୍ତି। ତ ଯୋଉମାନେ ପଇସା ପାଇବେ ସେମାନେ ନିଜର ମାନେ ଯୋଉମାନେ ନୂଆ ଆବେଦନ କରିଛନ୍ତି ନିଜର ଡିବିଟି ଲିଙ୍କଟି ଆକ୍ଟିଭ ଅଛି ନା ନାହିଁ ଆପଣ ନିଜର ନିକଟସ୍ଥ ଜନସେବା କେନ୍ଦ୍ର ଯାଇକି ଆପଣ ଆଧାର ଓଟିପି ଦେଇକି ଡିବିଟି ଆକ୍ଟିଭେସନଟା ଚେକ୍ କରି ନିଅନ୍ତୁ କୋଉ ବ୍ୟାଙ୍କରେ ଆପଣଙ୍କର ଡିବିଟି ଆକ୍ଟିଭ ଅଛି। ଥରେ ପଇସା ଛଡା ହେଲା ପରେ ଯଦି ଡିବିଟି ଆକ୍ଟିଭ ନଥିବ ଆପଣଙ୍କର ପଇସା ଆସିବନି। ତେଣୁକରି ଏବେ ଯୋଉ 2 ଦିନ ସମୟ ଅଛି ହାତରେ ଆପଣ ଯାଇକି ନିଜର ଡିବିଟି ଲିଙ୍କଟା ଚେକ୍ କରାଇ ଦିଅନ୍ତୁ। ଜାନୁଆରୀ 18ରେ ଘୋଷଣା ହେଇଥିଲା ଯେ ଛଡା ହେବ, କିନ୍ତୁ ସେଟା ଡେଟ୍ ପରିବର୍ତ୍ତନ କରାହେଇଛି, ଯୋଉଟା କି ଜାନୁଆରୀ 22 ତାରିଖରେ ଛଡା ହେବ। ଏହି ଯୋଜନା ଅଧୀନରେ ସମଗ୍ର ଓଡ଼ିଶାରେ ମୋଟ 45,07,681 ଜଣ ମହିଳା ଆର୍ଥିକ ସହାୟତା ପାଇବେ 22 ତାରିଖ ଦିନ। ଏଥିରେ ନୂତନ ଭାବେ ନାମାଙ୍କିତ ହିତାଧିକାରୀ ଏବଂ ମହିଳାମାନେ ମଧ୍ୟ ସାମିଲ ଅଛନ୍ତି, ଯେଉଁମାନେ ପୂର୍ବରୁ ବାଦ ପଡ଼ିଥିଲେ କିନ୍ତୁ ଯାଞ୍ଚ ପରେ ସେମାନଙ୍କୁ ପୁନଃ ଅନ୍ତର୍ଭୁକ୍ତ କରାଯାଇଅଛି। ଯୋଉମାନେ ପୂର୍ବରୁ ସାମିଲ ଥିଲେ ସେମାନଙ୍କର କୌଣସି ଭୁଲ କାରଣ ସକାଶେ ତାଙ୍କର ରିଜେକ୍ଟ ହେଇଯାଇଥିଲା ଫର୍ମଟି, ତ ସେମାନେ ମଧ୍ୟ ଏଥିରେ ଆଡ୍ ହେଇଛନ୍ତି, ପଇସା ପାଇନାହାନ୍ତି, କଟି ଯାଇଥିଲା, ସେମାନେ ଏଥର ପାଇବେ, ନୂଆ ମାନଙ୍କ ସାଙ୍ଗରେ ମିଶିକି ସେମାନେ ମଧ୍ୟ ପାଇବେ। ତ ମୋଟ ହିତାଧିକାରୀ ମଧ୍ୟରୁ 17,08,398 ଜଣ ନୂତନ ପଞ୍ଜୀକୃତ ମହିଳାଙ୍କୁ ପ୍ରଥମ କିସ୍ତି ଭାବରେ 5,000 ଟଙ୍କା ମିଳିବ। ଏହା ବ୍ୟତୀତ ପୂର୍ବରୁ ଏହି ଯୋଜନାରୁ ବାଦ ପଡ଼ିଥିବା 25,05,265 ମହିଳାଙ୍କୁ ଏବେ ପୁନଃ ନିଯୁକ୍ତି ଦିଆଯାଇଅଛି ଏବଂ ସେମାନେ ମଧ୍ୟ ସହାୟତା ପାଇବେ। ଅନ୍ୟପକ୍ଷରେ ଅଭିଯୋଗ ସମାଧାନ ଶୁଣାଣି ସମୟରେ 24,018 ହିତାଧିକାରୀଙ୍କୁ ମଧ୍ୟ ସାମିଲ କରାଯାଇଅଛି। ତ ମୋଟାମୋଟି ଭାବରେ କହିବାକୁ ଗଲେ 22 ତାରିଖ ଦିନ ଯୋଉମାନେ ନୂଆ ପଞ୍ଜୀକରଣ କରିଛନ୍ତି ସେମାନେ ପାଇବେ, ଯୋଉମାନଙ୍କର ଭୁଲ କାରଣ ସକାଶେ ରିଜେକ୍ଟ ହେଇଯାଇଥିଲା ଭେରିଫିକେସନ ପରେ ସେମାନେ ଯୋଗ୍ୟ ବିବେଚିତ ହୋଇଛନ୍ତି ସେମାନେ ମଧ୍ୟ ପାଇବେ।